ଚାଷୀ ତାଙ୍କୁ କେମିତି କଭରଅପ୍ କରାଯିବ ସେଟା ମଧ୍ୟ ଆଜି ଡିସାଇଡ୍ ହେଲା ସରଳୀକରଣ କରିବା ପାଇଁ ସେଥିରେ ଏମଡି ରାଜି ହେଲେ ଯେ ସେଗୁଡ଼ାକୁ ମଧ୍ୟ କଭରଅପ୍ କରାଯିବ। ତେଣୁ ଚାଷୀଙ୍କର ସେ ଯେଉଁ ପ୍ରୋବ୍ଲେମ୍ ଗୋଟେ ହେଉଥିଲା ଭାଗ ଚାଷୀ ମାନେ ସେ କ'ଣ କରୁଛନ୍ତି ନା ଭାଗ ଚାଷୀ ଏଠୁ ତାଙ୍କ ମାଲିକ ରହୁଛନ୍ତି ବହୁତ ଦୂରରେ ଫରେନ୍ ଲେକ୍ ବି ଅଛନ୍ତି ତେଣୁ ସେଗୁଡ଼ାକ ତାଙ୍କୁ କଭରଅପ୍ କରାଯିବା ପାଇଁ ହେଇଛି। ଏଗ୍ରି ଷ୍ଟାକକୁ ନେଇକି ଯୋଉ ବିବାଦ ଦେଖାଯାଉଛି ଦ୍ୱନ୍ଦ୍ୱ ଦେଖାଯାଉଛି ଚାଷୀ ପ୍ରକୃତରେ ପଞ୍ଜୀକରଣ କରିପାରୁନାହାନ୍ତି। ନାଇଁ ନାଇଁ ଏଥର ବହୁତ ସରଳୀକରଣ ହବ ଚାଷୀ ମାନଙ୍କର ସବୁ ପଞ୍ଜୀକରଣ ହବ ଭାଗ ଚାଷୀ ମାନଙ୍କର ସାର୍ ହେଇପାରୁନି ବା ବର୍ତ୍ତମାନ ଆପଣ ତଥ୍ୟ ଦେଇଛନ୍ତି ବିଧାନସଭାରେ ଟୋଟାଲି ହେଇପାରୁନି ପଞ୍ଜୀକରଣ ହବ। ଆଜି ଏମଡି କହିଲେ ଏପଟୁ କ୍ୟାମେରା ଆଜି ଏମଡି କହିଲେ ଆମେ ସମସ୍ତେ ସରଳୀକରଣ କରିକି ତାକୁ ଆମେ ଟେକଅପ୍ କରିବୁ। ସାର୍ କହୁଛନ୍ତି ବିରୋଧୀ କହୁଛନ୍ତି ଆପଣ ଧାନ କିଣିବେନି ଯୋଉ 800 ଇନପୁଟ ଦଉଛନ୍ତି ବୋଲି ନ କିଣିବା ପାଇଁ ପ୍ଲାନ୍ କରୁଛନ୍ତି। ନାଇଁ ନାଇଁ ସେଟା ଭୁଲ କଣ ଭୁଲ କଥା? ନା ସେଟା ଭୁଲ କଥା। ସେ ଯୋଉ କହୁଛନ୍ତି ଯେ ନ କିଣିବା ପାଇଁ ଯୋଜନା ରାଜ୍ୟ ସରକାର କଥା ନାହିଁ ରାଜ୍ୟ ସରକାର ଆହୁରି ସରଳୀକରଣ କରାହେଉଛି ଭାଗ ଚାଷୀକୁ ମଧ୍ୟ ଆମେ ଇନକ୍ଲୁଡ୍ କରିବା ପାଇଁ ଆଜି ଆମେ ରାଜ୍ୟ ସରକାରକୁ ସୁପାରିଶ କରିବୁ। ଗ୍ରାଉଣ୍ଡ ଆମେ ଯାଉଛୁ ଗ୍ରାଉଣ୍ଡ ପାଇଁ ସେଥିପାଇଁ ଏଇ ଯୋଉ ରେଜିଷ୍ଟ୍ରେସନ ବିଷୟରେ ବାଲେଶ୍ୱର କେଉଁଝର ଭଦ୍ରକ ଆପଣ ଜିଲ୍ଲା ବି ସେଟା ରହୁଛି ବାଲେଶ୍ୱରଟା ଆପଣ ଜିଲ୍ଲା ତେଣୁ ଆମେ 3 ଜିଲ୍ଲାରେ ଯିବୁ ଏଠି ଗ୍ରାଉଣ୍ଡ ଲେଭେଲରେ ମଧ୍ୟ ଆମେ ଷ୍ଟଡି କରିକି ଏଇଟା ରିଭ୍ୟୁ କରିବୁ ଯେ କେମିତି ଏମାନଙ୍କର ରେଜିଷ୍ଟ୍ରେସନ ହେଉଛି କି ନାହିଁ। ଆଜି ସପ୍ଲାଏ କର୍ପୋରେସନ ଏମଡି ଏବଂ ତାଙ୍କ ରେଜିଷ୍ଟ୍ରାର ଆସିଥିଲେ ସେ କହିଲେ ନା ଆମେ ସରଳୀକରଣ କରୁଛୁ ଏବଂ ଯେଉଁମାନେ ବିଦେଶରେ ଅଛନ୍ତି ତାଙ୍କୁ ମଧ୍ୟ ଆମେ ଖବର। ସାର୍ ଆଉ ଗୋଟେ ବଡ଼ ପ୍ରସଙ୍ଗ ରହିଗଲାଣି ଓଲା ବରମରେ ଓଡ଼ିଶା ବୁଡ଼ି ଯାଉଛି କିନ୍ତୁ କେନ୍ଦ୍ର କହୁଛି ସଂସଦରେ ରିପୋର୍ଟ ଆସିଛି ଯେ ଓଡ଼ିଶାରେ କେହି କ୍ଷତିଗ୍ରସ୍ତ ନାହାନ୍ତି ବିରୋଧୀ କହୁଛନ୍ତି ଆପଣ ଡବଲ ଧୋକା ଦଉଛନ୍ତି ଓଡ଼ିଶାବାସୀ। ଏଇଟା ଭୁଲ କଥା ଆଜ୍ଞା ସବୁ ଠିକ୍ ଚାଲିଛି କିଛି ଅସୁବିଧା ପୋଲାଭରମରେ ଓଡ଼ିଶା ନ୍ୟାୟ ପାଇବ ସାର୍ ପୋଲାଭରମରେ ଓଡ଼ିଶା ନ୍ୟାୟ ପାଇବ ନିଶ୍ଚିତ। କେମିତି ନ୍ୟାୟ ପାଇବ? ପୋଲାଭରମରେ ଓଡ଼ିଶା ନ୍ୟାୟ ପାଇବା ପାଇଁ ତାଙ୍କ ଗଭର୍ଣ୍ଣମେଣ୍ଟ ସହିତ ଆମ ଗଭର୍ଣ୍ଣମେଣ୍ଟ ଆମର ମୁଖ୍ୟମନ୍ତ୍ରୀ ତାକୁ ଡିସାଇଡ୍ କରିଛନ୍ତି ତାକୁ ସବୁ କରାଯିବ। ସାର୍ କ'ଣ ଡିସାଇଡ୍ ହେଇଛି? ସେମାନେ ସବୁ ବସିକି ସମାଧାନ କରିବେ ନା ଆଉ ଦିଟାଙ୍କ ତ ଆପଣଙ୍କ ସରକାର ଅଛି ଓଡ଼ିଶାରେ ଅଛି ସେଇଟା ଉଭୟ ବସିକି ସମାଧାନ କରାଯିବ। ଓଡ଼ିଶାର କ୍ଷତି ହବ ଯଦି ଆପଣ ହବନି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ତାଙ୍କ ରାଜ୍ୟ ସରକାର ତାଙ୍କ ଇଏ ଗଭର୍ଣ୍ଣମେଣ୍ଟ ସହିତ ଛତିଶଗଡ଼ ଗଭର୍ଣ୍ଣମେଣ୍ଟ ସାଙ୍ଗରେ ବସିକି ସେମାନେ ଡିସାଇଡ୍ କରିକି ଯାହା କରାଯାଇପାରିବ ସେଟା କରାଯିବ ସାର୍ ଆଉ ଗୋଟେ ଯେମିତି ଓଡ଼ିଶାରେ କ୍ଷତି ନ ହବ। ସାର୍ ଗୋଟେ ମେଜର କ୍ୱେଶ୍ଚନ୍ ହେଉଛି ବିଜେଡି ଆଉ କଂଗ୍ରେସ ଅଭିଯୋଗ ଆଣିଛନ୍ତି ସରକାର ଘର ଯୋଗାଇ ପାରିବେନି ଫେଲ୍ୟୁଅର କାରଣ 2 ବର୍ଷରୁ ଅଧିକ ସମୟ ହେଲାଣି ସରକାର ଯେଉଁ ସ୍କିମ୍ ଆଧାର ଦେଉଛନ୍ତି ଘର ଯୋଗ୍ୟ ହିତାଧିକାରୀ ପୁଣି ବାଦ ପଡ଼ିବେ ଏ ଘର ସରକାର ଘର ଦ୍ୱାରା ବିଫଳ। ନାଇଁ 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 ଆଉ ଘର ପୁଣି କାଲି ଯାଇଥିଲେ ଆପଣ ଜାଣିଛନ୍ତି ନା ରବି ନାୟକ କାଲି ଯାଇଥିଲେ ଆମର ମନ୍ତ୍ରୀ ତାଙ୍କ ସାଙ୍ଗରେ ଆମର ଧର୍ମେନ୍ଦ୍ର ପ୍ରଧାନ ଏମପି ଏକ୍ସ ମିନିଷ୍ଟର ପ୍ଲସ୍ ଆହୁରି ବି ଆମର ଏମପି ମାନେ ଯାଇଥିଲେ ସେ ବସିକି ଡିସାଇଡ୍ କରିଛନ୍ତି ସେମାନେ ଘର ଯେ ଦବା ପାଇଁ ଡିସାଇଡ୍ କରିଛନ୍ତି ସେ ଘର ଗୁଡ଼ାକ ଗୁଡ଼ାଏ ଲୋକ ତାଲିକାରେ ବାଦ ପଡ଼ିଯିବେ କାରଣ ଯେଉଁ ପ୍ରକାର ଭୁଲ ଭାଲ ତାଲିକା ଯାଇଛି। ନାଇଁ ନାଇଁ ସବୁ ଠିକ୍ ହବ କିଛି ଅସୁବିଧା ସବୁ ଠିକ୍ ହବ। ସାର୍ ଆବାସ ଘର ମିଳିବ ତାର ହଁ ଆବାସ ଘର ମିଳିବ ମାନେ ନାହିଁ ନଥିବା ଘର ଏଥର ଦେଖିବ କେତେ ଘର ଆସିବ। ସେ କହୁଛନ୍ତି କଂଗ୍ରେସ ପ୍ରେସ୍ ମିଟ୍ କରି କହିଲା ଯେ ଆପଣ ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି ବଜେଟ୍ ପଇସା କିଛି ଟଙ୍କାଟେ ଖର୍ଚ୍ଚ କରିପାରୁନାହାନ୍ତି। ମୋଟେ ନୁହେଁ ସେମାନେ ଗାଲୁ ଗପ ମାରୁଛନ୍ତି। କ'ଣ ଆପଣ ବା ତଥ୍ୟ ଦେଇଛନ୍ତି 40 କ୍ରୀଡ଼ା ବିଭାଗ ଖର୍ଚ୍ଚ କରିପାରୁନି ଜୟନାରାୟଣ ମିଶ୍ର କହିଲେ ବର୍ତ୍ତମାନ ଖର୍ଚ୍ଚ ହବା ଟାଇମ୍ ଆସିଗଲା ଏବେ ଆହୁରି ଏବେ ଖର୍ଚ୍ଚ ହବ ବର୍ଷା ଋତୁ ବର୍ତ୍ତମାନ ବନ୍ୟା ଫନ୍ୟା ଚାଲିଛି ନିଶ୍ଚିତ ରାଜ୍ୟ ସରକାରଙ୍କର ଯାହା ତଥ୍ୟ ଦଉଛନ୍ତି ନାହିଁ ନଥିବା କାର୍ଯ୍ୟ କରାଯିବ।